ମୁଁ ଏକ ଆଧ୍ୟାତ୍ମିକ ଟପିକ୍ ସ୍ୱରାଜ୍ୟ ଅଧିକାରୀ ବିଷୟରେ ଆପଣଙ୍କୁ କହିବା ପାଇଁ ଯାଉଛି। ଏକ ଇମ୍ପୋର୍ଟାଣ୍ଟ ଟପିକ୍ ଯାହାକି ଆପଣମାନଙ୍କର ଆଧ୍ୟାତ୍ମିକ ଜୀବନରେ ଦରକାର ହୁଏ। ଆମେ ବ୍ରାହ୍ମଣ ବାବାଙ୍କର ହର କଦମରେ ଆମେ ତାଙ୍କର ଶ୍ରୀମତକୁ ପାଳନ କରିବା। ବାବା ପ୍ରତ୍ୟେକ ସମୟରେ କହୁଛନ୍ତି ଯେ ବच्ଚେ ସ୍ୱରାଜ୍ୟ ଅଧିକାରୀ ହୁଅ। ସ୍ୱରାଜ୍ୟ ଅଧିକାରୀ ଅର୍ଥାତ୍ ଆମେ ଆମ ନିଜର କର୍ମେନ୍ଦ୍ରିୟ ଉପରେ ଜିତ ପାଇବୁ ଏବଂ ଆମେ ଅକାଳ ତଖ୍ତରେ ଯଦି ବସିବୁ ନିଜର ଅକାଳ ତଖ୍ତ, ତେବେ ଆମେ ନିଶ୍ଚିତ ଭାବରେ ଜୟଯୁକ୍ତ ହେବୁ। ତେଣୁ ଏହି ବିଷୟରେ ଆପଣମାନଙ୍କୁ କହିବା ପାଇଁ ଯାଉଛି। ଆପଣମାନେ ଜାଣିଥିବେ ଯେ ଅକାଳ ତଖ୍ତ ଆମର ଆତ୍ମା ସେଠି ଅକାଳ ତଖ୍ତରେ ବସିଛି ଏବଂ ସବୁ ସାକ୍ଷୀ ଦ୍ରଷ୍ଟା ହେଇକି ସବୁ ସିନ୍ ଦେଖୁଛି। କିନ୍ତୁ ଆମେ ସ୍ୱରାଜ୍ୟ ଅଧିକାରୀ ହେବା, ଆମର କର୍ମେନ୍ଦ୍ରିୟ ମନ ବୁଦ୍ଧି ସଂସ୍କାର ଏହା ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ହେବ। ବିଜୟ ପ୍ରାପ୍ତ କଲେ ଆପଣମାନେ ସ୍ୱରାଜ୍ୟ ଅଧିକାରୀ ହେବ। ଆପଣମାନେ କହୁଛନ୍ତି ନା ମୁଁ କିଏ ଏବଂ ମୋ ଭବିଷ୍ୟତ କ'ଣ? ତେଣୁ ଏ ବିଷୟରେ ଜାଣିବା ପାଇଁ ହେଲେ ଆପଣ ଯେତେ ସ୍ୱରାଜ୍ୟ ଅଧିକାରୀ ହେବେ ଆପଣ ସେ ବିଷୟରେ ଜାଣିପାରିବେ। ଏବଂ ଏ ବିଷୟରେ ମଧ୍ୟ ଆପଣଙ୍କୁ କହିବାକୁ ଯାଉଛି ଯେ ସ୍ୱରାଜ୍ୟ ଅଧିକାରୀ କେବେ ନିଜର କର୍ମେନ୍ଦ୍ରିୟରେ ବଶବର୍ତ୍ତୀ ହୁଏନି, ତାର ମାଲିକ ଅଟେ। ମାଲିକ ଅର୍ଥାତ୍ କୌଣସି ଗୋଟିଏ ବା କୌଣସି ଆମେ ଯେମିତି କହୁଛୁ ଯେ ହାତ ଆଉ ମନ ବୁଦ୍ଧି ସଂସ୍କାର ଏଥିରୁ ଗୋଟେ ବି ନଟଖଟ କରିଦେଲେ ଆମେ କୌଣସି ପ୍ରକାର ସ୍ୱରାଜ୍ୟ ଅଧିକାରୀ ହେଇପାରିବୁ। ତେଣୁ ଏଗୁଡ଼ାକ ଉପରେ ଆମେ ବିଜୟ ପ୍ରାପ୍ତ କରିବା ପାଇଁ ହେବ। ବିଜୟ ପ୍ରାପ୍ତ କରିବା ପାଇଁ ଆମକୁ ସାଧନା ଦରକାର, ସାଧନ ବି ଦରକାର। ସାଧନା ତ ଆମେ କରିବୁ, କିନ୍ତୁ ଆମେ ସାଧନର ମଧ୍ୟ ଆବଶ୍ୟକତା ରହିଛି। କାରଣ ସେଥିପାଇଁ ବାବା ଆମକୁ ଗୋଟେ ଉଦାହରଣ ଦେଇଥିଲେ। ସେହି ସମୟରେ କଚ୍ଛ ଭୁଜ ଅର୍ଥାତ୍ ଗୁଜୁରାଟରେ ଏବଂ ମହାରାଷ୍ଟ୍ରରେ ଭୀଷଣ ଭୂମିକମ୍ପ ହୋଇଥିଲା। ସେହି ଭୂମିକମ୍ପରେ ବହୁତ ଲୋକ ହତାହତ ହୋଇଥିଲେ। ସେମାନଙ୍କର ଗଛରେ 7 ମହଲାର କୋଠା ସବୁ ଥିଲା, ସବୁ ଭାଙ୍ଗି ଭଙ୍ଗା ଯାଇଥିଲା ଏବଂ ବ୍ରହ୍ମାକୁମାରୀମାନଙ୍କର ଯେଉଁ ଛୋଟ କୁଡ଼ିଆ ଥିଲା ଅର୍ଥାତ୍ 2 ମହଲାର ଗୋଟେ କୁଡ଼ିଆ ଥିଲା, ସେଇଥିରେ ସେମାନଙ୍କୁ ପାଣି ଖାଦ୍ୟ ସବୁ ଦେଇଥିଲେ। ସେମାନଙ୍କର ଅଭିମାନକୁ ଭାଙ୍ଗି ଦେଇଥିଲେ। ତେଣୁ ବାବା ସେଇ କଥା କହୁଛନ୍ତି ଯେ ତୁମେ ଏକ ତ ଉଦାରଚିତ ହେବ ଏବଂ ଯଦି ଶ୍ରେଷ୍ଠ ହେବ, ଶୁଭ ଭାବନା ରଖିବ, ଶୁଭ କାମନା ରଖିବ, ତୁମେ ସେ କଥା ହେଇପାରେ। ତେଣୁ ଆପଣମାନଙ୍କୁ ବାବା କହୁଛନ୍ତି ଯେ ଯେଉଁ କଚ୍ଛ ଭୁଜରେ ହଜାର ହଜାର ଲୋକ ସବୁ କିଏ ମାନେ ଆଗରୁ ତ ସେମାନେ ରେଡ଼ି ଥାନ୍ତି, ଗଭର୍ଣ୍ଣମେଣ୍ଟ ରେଡ଼ି ଥାଏ। କେଉଁଠି ନିଆଁ ଲାଗିବ, କେଉଁଠି ଝଡ଼ ତୋଫାନ ହେବ, କେଉଁଠି ଭୂମିକମ୍ପ ହେବ। କିନ୍ତୁ ସେ ସମୟରେ ଏସବୁ କାମ ଦେଲାନି। କାମ କାହିଁକି ଦେଲାନି ନା ବିନାଶ ଯେତେବେଳେ ହୁଏ, ବିନାଶର ଗୋଟେ ସିନ୍ ବାବା କହିଲେ ନା ବିନାଶ ଆସିବ, କିନ୍ତୁ ଇଏ ଗୋଟେ ରିହାର୍ସଲ୍। ଏଇ ରିହାର୍ସଲ୍ରେ ଆପଣମାନେ ଅନୁଭବ କରିବେ ଯେ ସମସ୍ତଙ୍କୁ ଘଣ୍ଟି ବାଜିଲା କିନ୍ତୁ ଘଣ୍ଟା ବାଜିନି। ଘଣ୍ଟା ବାଜିବା ପରେ ନାଗରା ବାଜିବ। ତେଣୁ ଏଥିପାଇଁ ବାବା ଆମକୁ କ'ଣ ଦେଲେ ନା 6 ମାସ ସମୟ ଦେଲେ। 6 ମାସ ସମୟରେ କ'ଣ ଆମେ ନିଜକୁ ପ୍ରସ୍ତୁତ କରିବା। ବାବା ଆମକୁ କହିଲେ ଯେ ଏହି ସମୟରେ ଯେଉଁ କର୍ମେନ୍ଦ୍ରିୟ ତୁମର ଅଛି, ତୁମେ ତା ଉପରେ ବିଜୟ ପ୍ରାପ୍ତ କର, ତାକୁ ନିଜ କଣ୍ଟ୍ରୋଲ କର, ତେବେ ସ୍ୱରାଜ୍ୟ ଅଧିକାରୀ ହେଇପାରିବ।
ଏହି ଭୂମିକମ୍ପ ଏରିଆରେ ଯେଉଁ ସମୟରେ ମଣିଷ ମରୁଥିଲା ଏବଂ ସେହି ସମୟରେ ଦୁଃଖରେ ମଧ୍ୟ କେତେ ଲୋକ ଜୀବନଯାପନ କରିଥିଲେ, ତାଙ୍କୁ କେମିତି ଆପଣ ସାନ୍ତ୍ୱନା ଦେବେ, ତାଙ୍କୁ କେମିତି ଶୁଭଭାବନା ଦେବେ। ତେଣୁ ସେଥିପାଇଁ ବାବା କହିଲେ, ଯଦି ତୁମେ ନିଜର ସ୍ୱରାଜ୍ୟ ଅଧିକାରୀ ସ୍ଥିତିରେ ସ୍ଥିତ ହେବ, ତେବେ ସେମାନଙ୍କୁ ତୁମେ ସାନ୍ତ୍ୱନା ଦେଇପାରିବ, ସୁଖ ଶାନ୍ତି ଆନନ୍ଦ ସବୁ ଅନୁଭବ କରିପାରିବ। ତେଣୁ ସେଥିପାଇଁ ତୁମେ ଏହି ସ୍ଥିତିରେ ରୁହ, ଯେତେବେଳେ ଯେ କୌଣସି ପରିସ୍ଥିତି ଆସିଲେ ମଧ୍ୟ ତୁମେ ନିଜ କୌଣସି ପ୍ରକାର ହଲଚଲରେ ଆସିବନି, ଅକାତକ୍ତ ସ୍ଥିତିରେ ତୁମେ ରହିବ। ସେତେବେଳେ ତୁମେ ଅନୁଭବ କରିବ ଯେ ମୁଁ ଏକ ଆତ୍ମା, ମୁଁ ଅକାଳ ତକ୍ତରେ ଅଛି ଏବଂ ସାରା ଦୁନିଆକୁ ଏହି ଦୃଷ୍ଟିରେ ସମସ୍ତଙ୍କୁ ଆତ୍ମା ଦୃଷ୍ଟିରେ ଦେଖୁଛି। ତାପରେ ସେହି ସମୟରେ ବାବା କହିଲେ, ଶକ୍ତିମାନେ ପାଣ୍ଡବମାନେ ବି ଅଛନ୍ତି, ଶକ୍ତିମାନେ ବି ଅଛନ୍ତି। ଶକ୍ତିମାନଙ୍କୁ ଦେଖାଇଛି ନା 2 4 ହାତ ଦେଖାଇଛି, 6 ହାତ ଦେଖାଇଛି, 8 ହାତ ଦେଖାଇଛି, 16 ହାତ ଦେଖାଇଛି। ତେଣୁ ଏଇସବୁ ବାବାଙ୍କର ଏଇ ଶକ୍ତି ସବୁ ବାବା କହିଥିଲେ ଶକ୍ତି ଆଗେ। ତେବେ ଏଇସବୁ ଶକ୍ତି ସମସ୍ତେ ବାବାଙ୍କର ସବୁ ମଦତଗାର ବଚେ, ସମସ୍ତଙ୍କୁ ସାହାଯ୍ୟ କରିବେ। ଏହି ସମୟରେ ଆମେ କ'ଣ କରିବା ନା ଆମେ ସମସ୍ତଙ୍କୁ ସକାଶ ଦେବା, ସମସ୍ତ ଅନ୍ୟକୁ ସକାଶ ଦେବା ପୂର୍ବରୁ ଆଗେ ନିଜ ଉପରେ ଦୟା କରିବା। ଦୟା କଲେ ଆପଣମାନେ ବୁଝିପାରୁଛନ୍ତି, ଯଦି ନିଜେ ଠିକ୍ ହେବ ତ ଦୁନିଆ ଠିକ୍ ହେବ। ନିଜକୁ ଠିକ୍ କରିବା ପାଇଁ ଆମେ ବର୍ତ୍ତମାନ ସମୟରେ ଇଏ ତପସ୍ୟା କରିବା ଯେ ଆମେ କୌଣସି ପ୍ରକାର କୌଣସି ହଲଚଲରେ ଆସିବାନି, ଆମେ ହଲଚଲରେ ଆସିବାନି। ତେଣୁ ଆମକୁ କ'ଣ କରିବା ପାଇଁ ହେବ? ବାବା କହିଲେ, ତୁମେ ପିଲାମାନେ ଏହି ସମୟରେ ସକାଶ ଦେବ, ଚାରିଆଡ଼େ ବାତାବରଣ ଏମିତି ବନେଇବ ଯେ ସବୁବେଳେ ଶୁଭ ଭାବନା, ଶୁଭ କାମନାର ବାତାବରଣ ତରଙ୍ଗ ଆସିବ। ସକାଶ ଦେବ ମାନେ ଆପଣ ଦୁଃଖୀ ଅଶାନ୍ତମାନଙ୍କୁ ବାବାଙ୍କଠୁ ଶକ୍ତି ନେଇ ତାଙ୍କୁ ସକାଶ ଦେବେ। ଆପଣମାନେ ଅନୁଭବ କରିବେ ଯେ ଇଏ ସକାଶ ସମସ୍ତଙ୍କ ପାଖରେ ଯେମିତି ପହଞ୍ଚିପାରେ। ତାପରେ ବାବା କହିଲେ ସେ ସମୟରେ ଯେ ତୁମେ ଯଦି ନିଜର କର୍ମେନ୍ଦ୍ରିୟ ଉପରେ ବିଜୟ ପ୍ରାପ୍ତ କରିବ, ତେବେ ଅନ୍ୟ ସବୁ କର୍ମେନ୍ଦ୍ରିୟ ଉପରେ ବିଜୟ ପ୍ରାପ୍ତ କରିବ। ତେଣୁ ଅନ୍ୟକୁ ଜ୍ଞାନ ଦେବା ପୂର୍ବରୁ, ବୁଝେଇବା ପୂର୍ବରୁ ନିଜେ ସେଭଳି ମୂରତ ହେବା କଥା, ସେଭଳି ନିଜର ଚେହେରା ହେବା କଥା ଯେ ଅନ୍ୟମାନେ ତୁମକୁ ଅନୁଭବ କରିପାରିବେ। ଅନ୍ୟମାନଙ୍କୁ ଅନୁଭବ କରିବା ପାଇଁ ଏଭଳିଆ ସ୍ଥିତି ଆମକୁ ବନେଇବା ପାଇଁ ହେବ ଯେ ଆମେ ସମସ୍ତେ ବାବାଙ୍କ ସନ୍ତାନ ଏବଂ ଏଇଭଳିଆ ଫରିସ୍ତା ହେବା ପାଇଁ ଆମକୁ ହେବ। ବାବା କହିଲେ ଫରିସ୍ତା ହେଇକି ତୁମେ ଚାରିଆଡ଼େ କ'ଣ କରିବ ନା, ଫରିସ୍ତା ଯେମିତି ଚକ୍ର ଲଗାନ୍ତି ନା, ଆପଣମାନେ ଜାଣିଥିବେ ଫରିସ୍ତା ଶରୀରରେ ନଥାଏ, ଅଶରୀରୀ ଥାଏ। ତେଣୁ ତା ପୂର୍ବରୁ ଆମକୁ କ'ଣ ଅଶରୀରୀ ହେବା ସହିତ ଆମକୁ ଅଶରୀରୀ ସହିତ ଆମକୁ କ'ଣ କରିବା, ଏଇ ଶକ୍ତି ଗୁଡ଼ାକ ଆମକୁ ଆସିଯିବ। ଆମେ ଯଦି ଧର ଆଦେଶ କରୁଛୁ ଯେ ନିର୍ଣ୍ଣୟ ଶକ୍ତି ଆସିଯାଉ, ଗୋଟେ ସେକେଣ୍ଡରେ ଯଦି ନ ଆସିବ ତେବେ 1 ମିନିଟ୍ ହୋଇଗଲେ ବି ଇଏ କିଛି କାମ ନାହିଁ। ଆପଣ ଅନ୍ୟକୁ ଦେବେ କେମିତି? ଆପଣ ଅନ୍ୟକୁ ଦେଇପାରିବେନି। ତେଣୁ ଇଏ ଗୋଟେ ସେକେଣ୍ଡ ଭିତରେ ବି ନିର୍ଣ୍ଣୟ ଶକ୍ତି ଆସିବ। ଯଦି ଆପଣ କହିଲେ ଯେ ମଧୁରତା ଗୁଣ ଆସିବା କଥା, ମଧୁରତା ଗୁଣ ଆସିବା ବଦଳରେ ଆପଣ ବହୁତ କାର୍ଯ୍ୟଭାର ଅଛି, ତେଣୁ ଆପଣଙ୍କୁ ମହାକ୍ରୋଧ ଆସିପାରେ ବା ଚିଡ଼ଚିଡ଼ାପଣ ଆସିପାରେ, ଆସିଲେ ଆପଣଙ୍କ କାମ ହେବନି। କିମ୍ବା ଆପଣଙ୍କୁ କୁହାହେଲା ନିର୍ମାଣ ବନ, ଆପଣ ନିର୍ମାଣ ହେବେ, ନିର୍ମାଣ ହେଲେ ଯାଇକି ଆପଣମାନେ ଅନ୍ୟକୁ କ'ଣ କରିବେ ନା ସେଭଳିଆ ଅନ୍ୟକୁ ଇଏ ଗୁଣ ଦ୍ୱାରା ଆପଣମାନେ ଅନ୍ୟକୁ ଦାନ କରିବେ। ତେଣୁ କୁହାହେଲା ବା ମନ୍ମନା ଭାବ, ଆପଣଙ୍କୁ ଯେ ସମୟରେ କୁହାଗଲା ମନ୍ମନା ଭାବ ରହିବା ପାଇଁ, ଆପଣ ଯଦି ନ ରହିପାରିବେ ତେବେ କ'ଣ ହେବ? ଆପଣ ଅନ୍ୟକୁ
ସାହାଯ୍ୟ କରିପାରେ। ଆପଣ ବ୍ୟର୍ଥ ଚିନ୍ତନରେ ଆମ ପାଖରେ ବ୍ୟର୍ଥ ଚିନ୍ତନ ବ୍ୟର୍ଥ ସଂକଳ୍ପ ଆସିବା ଉଚିତ ନୁହେଁ। ଆମ ଯଦି ବ୍ୟର୍ଥ ସଂକଳ୍ପ ଆସିବ ଅନ୍ୟକୁ ଆମେ ମଦତ କେମିତି କରିବା, ଅନ୍ୟକୁ ଦୁଃଖ ସମୟରେ କେମିତି ମଦତ କରିବା। ଏହି ସମୟରେ ତ ଆପଣ ଦେଖନ୍ତି ଏହି ସମୟରେ ବହୁତ ଭୟ ହେଇଥାଏ। ଆପଣମାନେ ଭୟ କଲେ ଅନ୍ୟକୁ ସାହାଯ୍ୟ କେମିତି କରିବେ। ତେଣୁ ଆପଣମାନେ ଭୟ କରିବେନି, ଆପଣ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ସବୁବେଳେ ବ୍ୟସ୍ତ ଥିବେ। ଆପଣଙ୍କ ଚେହେରା ଚଳନ ଏମିତି ହେବ ଯେ ଅନ୍ୟମାନେ ଅନୁଭବ କରିବା ଯେ ଏମାନେ ସତରେ ସାହାଯ୍ୟକାରୀ, ଏମାନେ ଫରିସ୍ତା, ଏମାନେ ଆପଣଙ୍କୁ ଶକ୍ତି ରୂପରେ ଦେଖିବେ ଏବଂ ସେମାନେ କହିବେ ଯେ ଶକ୍ତି ଆଗେ। ବା ଆପଣ ଗଭର୍ଣ୍ଣମେଣ୍ଟ ଯେତେବେଳେ ପାଇବ ଏଇମାନେ ହିଁ ଅଟନ୍ତି, ଏଇମାନେ ହିଁ ସାହାଯ୍ୟ କରୁଛନ୍ତି, ଏଇମାନେ ହିଁ ଦୁଃଖ ଅଶାନ୍ତିରୁ ଏମାନେ ରକ୍ଷା କରୁଛନ୍ତି। ତେଣୁ ଆପଣଙ୍କୁ କହିବା କଥା ଯେ ଏ ସମୟ ଚାଲିଛି ଯେତେବେଳେ ମହାବିନାଶ ରିହର୍ସାଲ ଚାଲିଛି, ନଜଦିକ ଆସୁଛି। ତେଣୁ ଆପଣମାନଙ୍କୁ ବାବା କହିଥିଲେ ନା, ଯେତେବେଳେ ନାଗରା ବାଜିବ ସେଥିରେ ଆଉ କିଛି କୌଣସି ପ୍ରକାର ମିଳିବନି, ସାହାଯ୍ୟ ମିଳିବନି, ସବୁ ପ୍ରକାର ଅଶାନ୍ତି ଚାରିଆଡ଼େ ଥିବ। ସେଥିରେ ତୁମେ ସମସ୍ତଙ୍କୁ ସକାଶ କେମିତି ହେବ, ସକାଶ ମଧ୍ୟ ଦେଇପାରିବନି। ଆଉ ଆପଣ ଅନ୍ତବାହକ ସ୍ଥିତି ମାନେ ଆପଣ ଏଇଠି ଥିବେ ଫରିସ୍ତା ଉପରେ, ଆପଣଙ୍କ ଶରୀର ଆପଣଙ୍କ ସୂକ୍ଷ୍ମ ଶରୀର ଯାଇ ସେଠି ତାଙ୍କୁ ସାହାଯ୍ୟ ଦେବ, ସୁଖ ଶାନ୍ତି ପ୍ରେମ ଆନନ୍ଦ ସବୁ ଦେବ। ତେଣୁ ଏଇସବୁ ଦେବା ପାଇଁ ଆପଣଙ୍କ ପାଖରେ ଶକ୍ତି ଥିବା ଦରକାର। ସେଥିପାଇଁ ଆପଣ ସବୁବେଳେ ସ୍ଥିତିରେ ରହିବେ ଯେ ମୁଁ ଅଟେ ହିଁ ଫରିସ୍ତା, ମୁଁ ଫରିସ୍ତା। ସବୁ ଆକାଶରେ ସମସ୍ତେ ଚକ୍ର ଲଗାଇବେ, ସମସ୍ତେ ଅନୁଭବ କରିବେ ଯେ ଫରିସ୍ତା ଆଗେ। ଫରିସ୍ତା ରୂପରେ ଆପଣ ଅନ୍ୟ ପାଖକୁ ସାହାଯ୍ୟ ଦେଇପାରିବେ। ତେଣୁ ଏହି ସ୍ଥିତି ବାବା ଚାହୁଁଛନ୍ତି ଯେ ଆମେ ସମସ୍ତେ ଯଦି ନିଜର ସ୍ଥିତିକୁ ଠିକ୍ କରିବା ତେବେ ଆମେ ସମସ୍ତଙ୍କୁ ସାହାଯ୍ୟ ଦେଇପାରିବା, ଦୁଃଖ ଶାନ୍ତି ସମୟରେ ସୁଖ ଦେଇପାରିବା, ସକାଶ ଦେଇପାରିବା, ଏଇସବୁ ଦରକାର। ତେଣୁ ଦୁଃଖ ଶାନ୍ତି ସମୟରେ ସକାଶ ଦେବା, ଶାନ୍ତି ଦେବା, ପ୍ରେମ ଦେବା, ଖୁସି ଦେବା, ଆନନ୍ଦ ଦେବା, ଏସବୁ ବ୍ରାହ୍ମଣମାନଙ୍କ କର୍ତ୍ତବ୍ୟ। ବ୍ରାହ୍ମଣମାନେ ଯଦି ସ୍ୱରାଜ୍ୟ ଅଧିକାରୀ ହେବେ ଏବଂ ଅକାଳ ତଖ୍ତରେ ବସିବେ ତେବେ ତାଙ୍କୁ କୌଣସି ବାଧାବିଘ୍ନ ଆସିବନି, ସେମାନେ ଅନୁଭବ କରିବେ। ତେଣୁ ଆପଣ ଖାଲି ସ୍ୱରାଜ୍ୟ ଅଧିକାରୀ ଭାବନ୍ତୁନି, ସ୍ୱରାଜ୍ୟ ଅଧିକାରୀକୁ ପ୍ରାକ୍ଟିକାଲ ଜୀବନରେ ଆଣନ୍ତୁ। ଯଦି ଆଣିବେ ଆପଣ ଅନୁଭବ କରିବେ ଯେ ମୁଁ ପରମାତ୍ମାଙ୍କର ମେସେଞ୍ଜର, ପରମାତ୍ମାଙ୍କର ସନ୍ତାନ। ଆମେ ସମସ୍ତଙ୍କୁ ମେସେଜ ଦେବା ଯେ ଯେକୌଣସି ପରିସ୍ଥିତି ଆସିଲେ ମଧ୍ୟ ଆମେ କୌଣସି ପ୍ରକାର ହଲଚଲରେ ଆସିବାନି, ଅଚଳରେ ରହିବା ଏବଂ ବାବାଙ୍କର ସନ୍ତାନ ଅନ୍ୟମାନଙ୍କୁ ଯାଇ ତାଙ୍କର ପରିଚୟ ଦେବା। ଗୋଟିଏ ଜିନିଷ ଆପଣ ମନେ ରଖନ୍ତୁ ଯେ ସମୟ ବହୁତ ନଜଦିକ। ତେଣୁ ସମୟକୁ ମୂଲ୍ୟକୁ ଜାଣି ଆପଣମାନେ ଫରିସ୍ତା ହୁଅନ୍ତୁ, ସମସ୍ତଙ୍କୁ ବାବାଙ୍କର ମେସେଜ ଦିଅନ୍ତୁ, ସକାଶ ଦିଅନ୍ତୁ ଏବଂ ସବୁ ଆତ୍ମାମାନେ ଅନୁଭବ କରନ୍ତୁ ଯେମିତି ଯେଉଁମାନଙ୍କର ଭୂମିକମ୍ପରେ ଘର ଯାଇଥିଲା ସେମାନେ ଅନୁଭବ କରିଥିଲେ ଯେ ତାଙ୍କୁ ମିଳିଗଲା, ଘର ମିଳିଗଲା, ଖାଦ୍ୟ ମିଳିଗଲା, ପାଣି ମିଳିଗଲା। ଆପଣ ସେ ସମୟରେ ଯଦି ପାଣି ଜଣେ ମାଗୁଛି, ଆପଣ ତାକୁ 36 ପ୍ରକାର ଭୋଜନ ଦେବେ, ସିଏ ଖାଇବନି, ସେ କହିବ ମୋ ପାଣି ଦରକାର। ତେବେ ଆପଣଙ୍କୁ ସମସ୍ତଙ୍କୁ ଏଇ ସ୍ଥିତିରେ ଯଦି ରହିବେ ତେବେ ଆପଣମାନେ ତାଙ୍କୁ ସାହାଯ୍ୟ କରିପାରିବେ, ମଦତ କରିପାରିବେ ଏବଂ ସେମାନେ କହିବେ ଯେ ଧଳା ବସ୍ତ୍ରଧାରୀ ଆତ୍ମାମାନେ ଆସିକି ଆମକୁ ମଦତ କରିବେ। କିଏ ନାମ ଜଣା ନଥିବ କିନ୍ତୁ କହିବେ। ତେଣୁ ଏହି ସମୟରେ ଆପଣଙ୍କର ସରକାରଙ୍କର ବି ଦୃଷ୍ଟି ହେବ ଯେ ଏମାନେ ଆକ୍ଚୁଆଲି ବିଶ୍ୱର କଲ୍ୟାଣ କରନ୍ତି। ବାବା କହୁଛନ୍ତି ନା, ତୁମେ ବିଶ୍ୱ କଲ୍ୟାଣୀ ଆତ୍ମା, ବିଶ୍ୱ ପରିବର୍ତ୍ତକ ଆତ୍ମା, ତୁମେ ଏ ବିଶ୍ୱକୁ ପରିବର୍ତ୍ତନ କରିବ। ବିଶ୍ୱକୁ ପରିବର୍ତ୍ତନ କରିବା ପାଇଁ ତୁମେ
এই ସ୍ୱରାଜ୍ୟ ଅଧିକାରୀ ସ୍ଥିତିକୁ ଧାରଣ କର ଏବଂ ଅନୁଭବ କର ଯେ ବାବା ଆମ ସାଥିରେ ଅଛନ୍ତି, ବାବା ଆମ ସାଥିରେ ରହୁଛନ୍ତି, ମଦତ କରୁଛନ୍ତି। ବାବା ତ ସର୍ବଶକ୍ତିମାନ, ସମସ୍ତଙ୍କୁ ସାହାଯ୍ୟ କରନ୍ତି। ଆମେ ତାଙ୍କ ସାହାଯ୍ୟରେ ଚାଲିଛୁ ଏବଂ ତାଙ୍କର ବଳରେ ଆମେ ଆଜି କିଛି କରୁଛୁ। ତେଣୁ ଆମର ତାଙ୍କର ଶ୍ରୀମତରେ ଆମେ ଚାଲୁଛୁ, ତାଙ୍କର ଶ୍ରୀମତରେ ଆମେ ଚାଲୁଛୁ। ସିଏ ଚଲେଇଲା ବାଲା, ଆମେ ଚାଲୁଛୁ ତାଙ୍କର ନିର୍ଦ୍ଦେଶ ଅନୁସାରେ। ତେଣୁ ଭାବିବା କଥା ଯେ ମୁଁ ମଧ୍ୟ ଯେପରି ପରିସ୍ଥିତି ଆସୁନା କାହିଁକି ମୋତେ ବିଶ୍ୱ କଲ୍ୟାଣକାରୀ ବନିବା ପାଇଁ ହଉ, ମୁଁ ବିଶ୍ୱର ମଦତଗାର, ବାବା ମୋତେ ମଦତଗାର ବନେଇଛନ୍ତି। ତାପରେ ଆପଣମାନେ ଅନୁଭବ କରିଥିବେ ଯେ ଯଦି ଆପଣ ବିଶ୍ୱ କଲ୍ୟାଣ ହେଇଗଲେ, ଆପଣ କର୍ମେନ୍ଦ୍ରକୁ କଣ୍ଟ୍ରୋଲର ହେଲେ, ଆମେ ଭବିଷ୍ୟତରେ ରୁଲର ହବ, ଭବିଷ୍ୟତରେ ରୁଲର ହବ। ଆମେ ବର୍ତ୍ତମାନ ଯଦି ବିଶ୍ୱ ସ୍ୱରାଜ୍ୟ ଅଧିକାରୀ ହେବ, ଭବିଷ୍ୟତରେ ଆମେ ବିଶ୍ୱ ରାଜ୍ୟ ଅଧିକାରୀ ହେବ। ତେଣୁ ଏହି ମନ୍ତ୍ର ଆପଣମାନେ ମନେ ରଖନ୍ତୁ ଯେ ଆମେ ବିଶ୍ୱ କଲ୍ୟାଣକାରୀ, ବିଶ୍ୱକୁ କଲ୍ୟାଣ କରିବା ପାଇଁ ଆମେ ଆସିଛୁ ଏବଂ ସମସ୍ତଙ୍କୁ ମଦତ କରୁଛୁ। ଆମେ ବାବାଙ୍କର ମେସେଞ୍ଜର, ବାବାଙ୍କର ପୈଗମ୍ବର ଏବଂ ଏହି ମେସେଜ ସମସ୍ତେ ଅନୁଭବ କରନ୍ତୁ। ଆମେ ସ୍ୱରାଜ୍ୟ ଅଧିକାରୀ ଆଉ ସମସ୍ତଙ୍କୁ ସାହାଯ୍ୟ ଦେବା ପାଇଁ ଆସୁ। ଜାତି ବର୍ଣ୍ଣ ନିର୍ବିଶେଷରେ ଦୁଃଖୀ ଅଶାନ୍ତ ଧନୀ ଗରିବ କିଛି ଆମେ ଭାବିବ ନାହିଁ। ତେବେ ଆମେ ବାବାଙ୍କ ନୟନରେ ଶ୍ରେଷ୍ଠ ହେଇକି ରହିବୁ। ମୁଁ ଆପଣଙ୍କୁ ବେଶୀ କିଛି କହୁନି, ଏଇ କଥା କହିବା କଥା ଯେ ସ୍ୱରାଜ୍ୟ ଅଧିକାରୀ ତା ନିଜ ଅକାଳ ତତ୍ପର ରହି ଯେଉଁ କାମ କରେ, କର୍ମେନ୍ଦ୍ରକୁ କଣ୍ଟ୍ରୋଲ କରିକି କୌଣସି କର୍ମେନ୍ଦ୍ର ବାଦ ଯିବନି। ସବୁ କର୍ମେନ୍ଦ୍ର ଅଧିକାରୀ, ସର୍ବଶକ୍ତି ଆପଣଙ୍କୁ ମିଳିବ ଯଦି ଆପଣମାନେ ସେବା କରନ୍ତି ଏବଂ ବାବାଙ୍କର ଇଏରେ ଶ୍ରୀମତରେ ଚାଲନ୍ତି। ତେବେ ଆପଣ ବାବାଙ୍କର ମିଳିବ। ଆଉ ବାବା ଆପଣଙ୍କୁ କ'ଣ କହିବେ, ମୋର ଲାଡଲେ ବଚ୍ଚେ, ମୋର ପ୍ରିୟ ବଚ୍ଚେ। ତେଣୁ ଆଜି ମୁଁ ଏତିକି କହି ଏ ବକ୍ତବ୍ୟ ଶେଷ କରୁଛି।